ଗ୍ଲୁକୋଜ ବନଉଛନ୍ତି ମାର୍କେଟରେ ଯୋଉ ଗ୍ଲୁକୋଜ ମିଳୁଛି ତା ଅପେକ୍ଷା ଆମ ଟେଷ୍ଟ କଣ ଅଛି? ଟେଷ୍ଟ ଭଲ ଅଛି ସାର୍, ଟେଷ୍ଟ ପାଇଁ କିଛି ଦୋକାନ ହେଲା କଣ କହୁଛନ୍ତି ଟେଷ୍ଟ ଉପରେ? ଟେଷ୍ଟ ଉପରେ କିଛି ଅସୁବିଧା ନାହିଁ, ମାର୍କେଟ ଗ୍ଲୁକୋଜ ଅପେକ୍ଷା ଆମ ଗ୍ଲୁକୋଜ ଭଲ ଅଛି। ହଁ ଭଲ ଅଛି। ଟେଷ୍ଟ ମସଲିନ୍ କେତେ ବାଣ୍ଟିକି ଆସିଲେଣି? ମସିନ୍ ମୁଁ ଆଣିନି କେବେ ୱାଣ୍ଟିଂ ପାଇଁ। କେବେ ବାଣ୍ଟିକି ଆସିଲେ? ଥରେ ଥରେ ୱାଣ୍ଟିଂ ଆସିଲା ଆପଣ ଫୋନ କଲୁ ସଲ୍ଭ କରିଦେବି। ଫୋନରେ ସଟଡ ହେଲା ଆଣିବା ପଡ଼ିଲାନି। ଖାଲି ଡିଜିଟାଲ ମସିନ ନାହିଁ, ଏ ମସିନ में ଯାହା ଯାହା ଇନଷ୍ଟ୍ରୁମେଣ୍ଟ ଦରକାର ପଡୁଛି ଯେମିତି ମାର୍କିଂ ବାଲ୍ଟି, ହଟ୍ ଗନ୍, ହିଟ୍ ମସିନ, ଆମର ୱେଟ୍ ମସିନ, କଭର, ଜରି, ବ୍ଲେଣ୍ଡର, ଷ୍ଟିକର, ଫଏଲ, ଆକ୍ୱାଗାର୍ଡ ସବୁ ଜିନିଷ ଆମ ପାଖରେ ଅଛି। ଯଦି ଜଣେ ଖାଲି ବିଜନେସ କରିବାକୁ ଚାହିଁବ ଏ ଠୁ ଜେଡ୍ ଜିନିଷ ଆମ ପାଖରେ ପୁରା ସେଟଅପ୍ ପୁରା ରେଡି ଅଛି। ଗ୍ଲୁକୋଜ କଣ ବାହାରୁଥିଲା? ଏ ଟାଇପର ଅରେଞ୍ଜ ବାହାରୁଥିଲା, ଏ ଟାଇପର ଆମର ମ୍ୟାଙ୍ଗୋ ବାହାରୁଥିଲା, ଏ ଟାଇପର ଅରେଞ୍ଜ ଲେମନ ବାହାରୁଥିଲା। ଏ ତିନିଟା ଖାଲି ଗ୍ଲୁକୋଜ ବାହାରୁଥିଲା। ଏବେ ଆମ ମସିନ ଆଉ କଣ ଏଇଟା ହେଲା? ମ୍ୟାଙ୍ଗୋର ଲସି ଏଇଟା ହେଲା, ସବ୍ଜା ଲସି, ବଟରସ୍କଚ ଲସି, ଭେନିଲା ଲସି, ଆମର ପଇଡ଼ ପାଣି, ଆଖୁ ରସ, ଲେମ୍ବୁ ସରବତ, 10ଟା ଆଇଟମ ଆଇଲେ ଏବେ ହେଇପାରୁଛି। ଯଦି ଆପଣ ଖାଲି ବିଜନେସ ଷ୍ଟାର୍ଟ କରିବାକୁ ଚାହୁଁଛନ୍ତି ଆପଣ 20,000 ମଧ୍ୟ ବିଜନେସ ଷ୍ଟାର୍ଟ କରିପାରିବେ। ଆମର ପାଉଚ ମସିନ ସହିତ ପାଉଚ ମସିନ କମ ମସିନ ଏଟା ପାଉଚ କରିପାରିବେ, କେପିଂ ପାଉଚ କରିପାରିବେ, ଏଟା ପାଉଚ କରିପାରିବେ, ବଟଲ ସେପ୍ ପାଉଚ, ଫ୍ରୁଟ ସେପ୍ ପାଉଚ କରିପାରିବେ, ସବୁ ପ୍ରକାର ପାଉଚ କରିପାରିବେ। 20,000 ମସିନଟା ସେଥିରେ ଆମେ ଯେତିକି ପାଉଚ ଫ୍ଲେଭର ସବୁ ଦେବୁ ସେଥିରେ ଆପଣଙ୍କର 15,750 ବେପାର ବି ହେଇଯିବ। ସେଥି ସହିତ ମସିନଟା ହଉଛି 20,000 ଟଙ୍କା। ଆମର ଅଫିସ ଗୋଟେ ଥର ଆସିବେ, ଜିନିଷ ଚାଖିବେ, ଠିକ ଲାଗିବ ତ ମସିନ ନେବେ, ନାଇଁ ତ ଦେଖିକି ପଳେଇବେ। ଜୟ ଜଗନ୍ନାଥ। ମୋ ଫାର୍ମ ହାଉସ ମୁସ୍କାନ ଏଣ୍ଟରପ୍ରାଇଜେସ୍। ମୋ ନାଁ ହଉଛି ରବି ନାରାୟଣ ସାବତ। ଆମର ଅଫିସ ଆଡ୍ରେସ୍ ହଉଛି ଗଞ୍ଜାମ, ବରହମପୁର, ଲୋଚାପଡ଼ା, କାଳୀମନ୍ଦିର ପାଖରେ। ଆମର ଜଣେ ସାର୍ ଅଛନ୍ତି ଯିଏକି ଆମ ଗଞ୍ଜାମର ଅଗା। ସେ ଆମର କେତେ ବର୍ଷ ମସିନ ଲଗେଇଛନ୍ତି, କଣ ଫିଡବ୍ୟାକ୍ ମୁଁ ପଚାରିବାକୁ ଚାହୁଁଛି। ସାର୍ ନମସ୍କାର। ନମସ୍କାର। ଆପଣ ମୋର କୋଉ ମସିନ ଲଗେଇଛନ୍ତି? ଟାଟା ଗ୍ଲୁକୋଜ। ଟାଟା ଗ୍ଲୁକୋଜ ମସିନ ଲଗେଇଛନ୍ତି। ଆଚ୍ଛା, ମସିନ କେତେ ବର୍ଷ ନେଲେଣି? ବର୍ଷେ ହେଇଯାଇଛି। ବର୍ଷେ ନେଲେଣି। ଏ ବର୍ଷ ଭିତରେ ଆପଣ ଯେତେଥର ଆସିକି ମତେ ର ମଟେରିଆଲ ଫ୍ଲେଭର ମାଗୁଛନ୍ତି ଦେଇପାରୁଛି? ହଁ ସଫିସିଏଣ୍ଟ ଦଉଛି? ଫୋନ କଲ୍ ସାଙ୍ଗେ ସାଙ୍ଗେ ଉଠୁଛି? ହଁ ସାର୍। ଆଜି ଆପଣ କଣ ଆସିଥିଲେ? ଆଜି ସେ ଡିଜିଟାଲ ମସିନ୍ କୋଉଟା ଏଇଟା? ଡିଜିଟାଲ ମସିନଟା? ହଁ। ଆଚ୍ଛା, ଏଇଟା ତ ଏ ବର୍ଷ ଆସିଥିଲେ? ଫାଷ୍ଟ ମ୍ୟାନୁଆଲ ନେଇଥିଲେ? ହଁ ମ୍ୟାନୁଆଲ ନାହିଁ, ମ୍ୟାନୁଆଲ ସାଟିସ୍ଫାଇ ଲାଗିଲାନି? ଆଜି ଡିଜିଟାଲ ଆସିଥିଲେ। ଆଚ୍ଛା, ଯୋଉ ଗ୍ଲୁକୋଜ ବନଉଛନ୍ତି ମାର୍କେଟରେ ଯୋଉ ଗ୍ଲୁକୋଜ ମିଳୁଛି ତା ଅପେକ୍ଷା ଆମ ଟେଷ୍ଟ କଣ ଅଛି? ଟେଷ୍ଟ ଭଲ ଅଛି ସାର୍, ଟେଷ୍ଟ ପାଇଁ କିଛି ଦୋକାନ ହେଲା କଣ କହୁଛନ୍ତି ଟେଷ୍ଟ ଉପରେ? ଟେଷ୍ଟ ଉପରେ କିଛି ଅସୁବିଧା ନାହିଁ, ମାର୍କେଟ ଗ୍ଲୁକୋଜ ଅପେକ୍ଷା ଆମ ଗ୍ଲୁକୋଜ ଭଲ ଅଛି। ହଁ ଭଲ ଅଛି। ଟେଷ୍ଟ ଉପରେ ନମ୍ବର 1 ଅଛି। ମସିନ କେତେ ବାଣ୍ଟିକି ଆସିଲେଣି? ମସିନ୍ ମୁଁ ଆଣିନି କେବେ ୱାଣ୍ଟିଂ ପାଇଁ। କେବେ ବାଣ୍ଟିକି ଆସିଲେ? ଥରେ ଥରେ ୱାଣ୍ଟିଂ ଆସିଲା ଆପଣ ଫୋନ କଲୁ ସଲ୍ଭ କରିଦେବି। ଫୋନରେ ସଟଡ ହେଲା ଆଣିବା ପଡ଼ିଲାନି? ନା ନା। ସାଙ୍ଗେ ସଟଡ ହେଲା। ସଫିସିଏଣ୍ଟ ଯେତେବେଳେ ଆପଣ ମାଗିଲେ ର ମଟେରିଆଲ ଦିଆଯାଉଛି? କେବେ ଆମ ସର୍ଟ ନାହିଁ ର ମଟେରିଆଲ? ଟେଷ୍ଟ ଠିକ ଅଛି? ଟେଷ୍ଟ ଭଲ ଅଛି। କୌଣସି ଆମ ଆଡକୁ ସବଜେକ୍ଟ ନାହିଁ ଏତେ ଦିନ? ନାହିଁ। ଫୋନ କରୁ ଉଠା ହଉଛି? ସବୁ ଜିନିଷ ସାଟିସ୍ଫାଇଡ୍? ଠିକ ଅଛି। ସାର୍ ଯେତେ ମସିନ ନେଇଥିଲେ ସେତ ଆମ ପାଖରେ ମ୍ୟାନୁଆଲ ମସିନ ଥିଲା, ଡେଟ୍ ପକେଇବା ମସିନଟା, ଯୋଉଟା କି ଏବେ 2 ବର୍ଷ ହେଲା ଆମ ପାଖରେ ଡିଜିଟାଲ ମସିନ ପଳେଇ ଆସିଲାନି। ତ ତାଙ୍କେ ଯେତେବେଳେ ବାହାର ଦେଖିଲେ ଯେ ଡିଜିଟାଲ ମସିନ ୱାଟିଂ ଅଛି, ସେଇ ହିସାବରେ ଆମେ ଡିଜିଟାଲ ମସିନ ମଧ୍ୟ ଆଣିଲେ ଲୋକଙ୍କୁ ସବୁ ଦେଇପାରିଲୁ। ଖାଲି ଡିଜିଟାଲ ମସିନ ନାହିଁ, ଏ ମସିନ में ଯାହା ଯାହା ଇନଷ୍ଟ୍ରୁମେଣ୍ଟ ଦରକାର ପଡୁଛି ଯେମିତି ମାର୍କିଂ ବାଲ୍ଟି, ହଟ୍ ଗନ୍, ହିଟ୍ ମସିନ, ଆମର ୱେଟ୍ ମସିନ, କଭର, ଜରି, ବ୍ଲେଣ୍ଡର, ଷ୍ଟିକର, ଫଏଲ, ଆକ୍ୱାଗାର୍ଡ ସବୁ ଜିନିଷ ଆମ ପାଖରେ ଅଛି। ଯଦି ଜଣେ ଖାଲି ବିଜନେସ କରିବାକୁ ଚାହିଁବ ଏ ଠୁ ଜେଡ୍ ଜିନିଷ ଆମ ପାଖରେ ପୁରା ସେଟଅପ୍ ପୁରା ରେଡି ଅଛି। ଖାଲି ସେ ଇନଭେଷ୍ଟ କଲା ମିଳୁଛି, ତାକୁ ଆମେ ଗାଇଡ କରିବା ସିଓର। ଖାଲି ଆମର ଯଦି 3-4 ବର୍ଷ ତଳେ ଯାହା ଯାହା ମସିନ ଥିଲା କି ଯାହା ଯାହା ପ୍ରଡକ୍ଟ ବାହାରୁଥିଲା, ଏବେ ଦେଖି ତାର ଅଧିକ ପ୍ରଡକ୍ଟ ବାହାରୁଛି। ଯେମିତି ଗ୍ଲୁକୋଜ ମସିନ 2 ବର୍ଷ ତଳେ ଥିଲା, ଖାଲି ଗ୍ଲୁକୋଜ ବାହାରୁଥିଲା। ଗ୍ଲୁକୋଜ କଣ ବାହାରୁଥିଲା? ଏ ଟାଇପର ଅରେଞ୍ଜ ବାହାରୁଥିଲା, ଏ ଟାଇପର ଆମର ମ୍ୟାଙ୍ଗୋ ବାହାରୁଥିଲା, ଏ ଟାଇପର ଅରେଞ୍ଜ ଲେମନ ବାହାରୁଥିଲା। ଏ ତିନିଟା ଖାଲି ଗ୍ଲୁକୋଜ ବାହାରୁଥିଲା। ଏବେ ଆମ ମସିନ ଆଉ କଣ ଏଇଟା ହେଲା? ମ୍ୟାଙ୍ଗୋର ଲସି ଏଇଟା ହେଲା, ସବ୍ଜା ଲସି, ବଟରସ୍କଚ ଲସି, ଭେନିଲା ଲସି, ଆମର ପଇଡ଼ ପାଣି, ଆଖୁ ରସ, ଲେମ୍ବୁ ସରବତ, 10ଟା ଆଇଟମ ଆଇଲେ ଏବେ ହେଇପାରୁଛି। ଆମେ ଯଦି ଗ୍ଲୁକୋଜ ମସିନ ବେପାର ହଉଥିଲା ଆଜ୍ଞା, ଆମେ ଯଦି ସେଟା ସେତିକି ଆମେ କ୍ଲୋଜ କରିଥାନ୍ତୁ ତ ମଧ୍ୟ ମସିନ ବିକା ହଉଥିଲା ଆଜ୍ଞା। ଆମେ ଚାହୁଁ ସବୁବେଳେ ଆମର ଯୋଉ କଷ୍ଟମର ରହିବେ ତାକେ ଆମର 3 ବର୍ଷ, 4 ବର୍ଷ, 5 ବର୍ଷ ଯେତେ ଟାଇମ ବଢିଯିବ ସେତେ ଆମେ ତାଙ୍କୁ ଡେଭଲପ ବି କରି ଯିବୁ। ସେମିତି ନାହିଁ ଯେ ଆମେ ତାଙ୍କ ମସିନ ନେଇଲେ ପରେ ଆମେ ତୁନି ପଡିବୁ, ସେମିତି ନାହିଁ। ତାଙ୍କର ମାର୍କେଟ ଯାହା ୱାଣ୍ଟିଂ ଅଛି, ଯାହା ଲାଟେଷ୍ଟ ଅଛି, ସବୁ ଜିନିଷ ଆମ ପାଖରେ ଆଭେଲେବଲ ରହିବାର ଅଛି। ଏବେ ଯଦି ଆମର ବଟଲ ମସିନ ଦେଖିବା, ବଟଲ ମସିନ ଆମର ଖାଲି କେପିଂ ହଉଥିଲା, ପ୍ଲସ ଲିଚି ହଉଥିଲା। ଏ ବର୍ଷ ଆମର କଣ ମିଶା ହେଇଛି? ଏ ଯୋଉ ଲିଚିର ପିସ୍ ବାଲା ଇଏ ମିଶା ହେଇଛି। ପ୍ଲସ କଣ ମିଶା ହେଇଛି? ପପିଂ ବବଲ ମିଶା ହେଇଛି। ପପିଂ ବବାର ମଧ୍ୟ ଆମର 7-8ଟା ଭେରାଇଟି ଅଛି। ମ୍ୟାଙ୍ଗୋ, ଅରେଞ୍ଜ, ଲିଚି, ପାଇନାପଲ, ମିକ୍ସ ଫ୍ରୁଟ, ଷ୍ଟ୍ରବେରୀ, ଏସବୁ ପ୍ରକାର ଅଛି। ଏସବୁ ଜିନିଷ ମଧ୍ୟ ଆମ ପାଖରେ ଅଛି। ଯଦି ଆପଣ ଖାଲି ବିଜନେସ ଷ୍ଟାର୍ଟ କରିବାକୁ ଚାହୁଁଛନ୍ତି ଆପଣ 20,000 ମଧ୍ୟ ବିଜନେସ ଷ୍ଟାର୍ଟ କରିପାରିବେ। ଆମର ପାଉଚ ମସିନ ସହିତ ପାଉଚ ମସିନ କମ ମସିନ ଏଟା ପାଉଚ କରିପାରିବେ, କେପିଂ ପାଉଚ କରିପାରିବେ, ଏଟା ପାଉଚ କରିପାରିବେ, ବଟଲ ସେପ୍ ପାଉଚ, ଫ୍ରୁଟ ସେପ୍ ପାଉଚ କରିପାରିବେ, ସବୁ ପ୍ରକାର ପାଉଚ କରିପାରିବେ। 20,000 ମସିନଟା
ସେଥିରେ ଆମର ଯେତିକି ପାଉଚ୍ ଫ୍ଲେଭର ସବୁ ଦେବୁ ସେଥିରେ ଆପଣଙ୍କର 15,750 ବେପାର ବି ହେଇଯିବ। ସେଥିସହିତ ମେସିନ୍ଟା ହେଉଛି 20,000 ଟଙ୍କା। ଯଦି ଆପଣ ବଟଲ ବେପାର କରିବେ ତାହେଲେ ଆପଣଙ୍କୁ ମିନିମମ୍ 40,000 ଷ୍ଟାର୍ଟ ହେଇଯିବ। 40,000 ଆପଣଙ୍କର ବଟଲ ବି ହେବ ପାଉଚ୍ ବି ହେବ। ଯଦି ଆପଣ ବଡ଼ ମେସିନ୍ ନେବେ ବଡ଼ ମେସିନ୍ ଆମର ଫୋନ୍ ନଜର ବାଲା ବି ଅଛି। ଯଦି ଆପଣ କପ୍ ମେସିନ୍ ନେବେ କପ୍ ମେସିନ୍ ଆମର 60,000 ଷ୍ଟାର୍ଟିଂ। 60,000 ଆପଣ କ'ଣ ଯିବ ଗୋଟେ ସିଙ୍ଗଲ କପ୍ ମେସିନ୍ ଯିବ, ତା ସହିତ ଗୋଟେ ଫିଲିଂ ମେସିନ୍ ଯିବ, ତା ସହିତ ପାଉଚ୍ କପ୍ ଫଏଲ୍ ଫ୍ଲେଭର ଯେତିକି ଦେବି ସେଥିରେ ଆପଣଙ୍କର 51,000 ବେପାର ବି ହେଇଯିବ। ସେଥିସହିତ ମେସିନ୍ ଆମର ହେଉଛି 60,000 ଟଙ୍କା। ଇନଭେଷ୍ଟମେଣ୍ଟ ସେମିତି କିଛି ରିସ୍କ ନାହିଁ। କହିବାକୁ ଗଲେ ଆପଣ ଯେତିକି ଇନଭେଷ୍ଟ ସେତିକି ଆପଣଙ୍କର ଇନଭେଷ୍ଟ ବି ବାହାରି ପଡୁଛି ଆମର ଯେତିକି ଫ୍ରି ର ମେଟେରିଆଲ। ଯଦି ଆପଣ ଦରକାର ଅଛି ଡିସପ୍ଲେ ନମ୍ବର ଦିଆଯାଇଛି କଲ୍ କରି ଆସିପାରିବେ। ଖାଲି ଆମର ଏ ବିଜନେସ୍ ନାହିଁ, ଆମ ପାଖରେ ମୋବାଇଲ ଆଇଟମ୍ ଅଛି, ଗେଜେଟ୍ ଆଇଟମ୍ ଅଛି, ଆମର ଗିଫ୍ଟ ଆଇଟମ୍ ଅଛି, ଦୀପାବଳି ପାଇଁ ସେନ୍ସର ଆଇଟମ୍ ଅଛି, ଆଉ ବହୁତ କିଛି ମେସିନ୍ ଏବେ ଆଗକୁ ଆସୁଛି। ଆଉ ମାସେ ଭିତରେ ନୂଆ ନୂଆ ମେସିନ୍ ବହୁତ କିଛି ଆସୁଛି। ଯଦି ଆପଣ ଆମର ସବୁ ମେସିନ୍ ସବୁ ଭିଡ଼ିଓ ଦେଖିବାର ଅଛି ତାହେଲେ ଆମର ଚ୍ୟାନେଲ ଦେଖୁଛନ୍ତି ମୁସ୍କାନ ଏଣ୍ଟରପ୍ରାଇଜେସ୍ ବ୍ରହ୍ମପୁର, ଏ ଚ୍ୟାନେଲ ଯଦି ଆପଣ ସବସ୍କ୍ରାଇବ କରିକି ଲାଇକ୍ ମାରିଦେବେ, ବେଲ୍ ଆଇକନ୍ ଦବାଇଦେବେ, ତାହେଲେ ଆପଣଙ୍କୁ ସବୁବେଳେ ନୂଆ ଭିଡ଼ିଓ ଯାହା ଯାହା ପଡ଼ିବ ସାଙ୍ଗେ ସାଙ୍ଗେ ଅପଡେଟ୍ ଯିବ। ଆପଣ ମେସିନ୍ ମୋ ପାଖରେ ମିଳୁନି, ବହୁତ ଜାଗାରେ ମିଳୁଛି, ଯୋଉଟାକି କପି ମେସିନ୍ ମାର୍କେଟରେ ବିକା ହଉଛି। ଆପଣ ମେସିନ୍ ଉପରେ କେବେ ଯିବେନି, ତାର କ୍ୱାଲିଟି ଯିବେ, ତାର ସାଇଜ୍ ଯିବେ, ପ୍ଲସ୍ ଫ୍ଲେଭର ତା ପାଖରେ ସଫିସିଏଣ୍ଟ ଅଛି ନା। ଏବେ ସାର୍ କହୁଥିଲେ ଯେତେ ଫ୍ଲେଭର ମାଗିଲେ ଆମେ ଦେଇପାରୁଛୁ, ଯେତେ ଷ୍ଟକ୍ ମାଗିଲେ ଦେଇପାରୁଛୁ, ସେଠି ଆମ ପାଖରେ ର ମେଟେରିଆଲ ବି ଅଛି। ଆମର ସବୁ ଭିଡ଼ିଓରେ ଦେଖାହେଇଛି, ଗୋଦାମ ଦେଖାହେଇଛି, ଷ୍ଟକ୍ ଦେଖାହେଇଛି, ସବୁ ଭର୍ତ୍ତି ଅଛି। ଆପଣ ଯୋଉଠି ମେସିନ୍ କିଣିବେ ଏଇଟା ଭାବିଛନ୍ତି କିଣନ୍ତୁ ଯେ ମତେ ସବୁବେଳେ ର ମେଟେରିଆଲ ମିଳିବ କି ନାହିଁ। ଆଉ ର ମେଟେରିଆଲ ମାର୍କେଟ ତାର ଡିମାଣ୍ଡ ସେଠି ରହିବ କି ନାହିଁ ତା ଟେଷ୍ଟ ଉପରେ। ଟେଷ୍ଟ ହେଉଛି ମେନ୍ ଯଦି ଟେଷ୍ଟ ନାହିଁ ମିନ୍ସ କେତେ ଇନଭେଷ୍ଟ କଲେ କିଛି ଫାଇଦା ନାହିଁ। ସବୁବେଳେ ଟେଷ୍ଟ ଉପରେ ମେନ୍ ରହିଲା। ଆମର ଅଫିସ ଗୋଟେ ଥର ଆସିବେ, ଜିନିଷ ଚାଖିବେ, ଠିକ ଲାଗିବ ତ ମେସିନ୍ ନେବେ, ନାଇଁ ତ ଦେଖିକି ପଳେଇବେ। ଏବେ ଯୋଉ ସାର୍ କହୁଥିଲେ ତାଙ୍କେ ଅଲରେଡି 2 ଥର 3 ଥର ଆସିଛନ୍ତି ଅଫିସକୁ, ଆସିକି ତାଙ୍କେ ଚାଖିଛନ୍ତି, ସବୁ ଭେରିଫାଇ କରିଛନ୍ତି, ମାର୍କେଟ ଡାଟା କାଟିଛନ୍ତି, ସବୁ ସେଟେଲ ପରେ ଯେ ତାଙ୍କ ମେସିନ୍ ନେଇଥିଲେ। ଆପଣ ମଧ୍ୟ ଆସିଲେ ମାନେ ଯେ ମେସିନ୍ ନେବେ କି ଆମେ ଆପଣଙ୍କୁ ବାରମ୍ବାର ବିରକ୍ତ କରୁନୁ, ଫୋନ କରି ଯେ ଆସନ୍ତୁ ସେ ସିଷ୍ଟମ ଆମର କେବେ ବି ରଖିନୁ। ଆମର କୌଣସି କଷ୍ଟମର ପଚାରିବେ ଆମର 1400 1500 ମେସିନ୍ ଲାଗିଲାଣି ଅଲ ଓଭର ଓଡ଼ିଶା ବାହାରୁ ବି ମେସିନ୍ ଯାଇଛି, କାହାକୁ ମଧ୍ୟ ପୁସ୍ କରି ମେସିନ୍ ଦେଇନୁ। ସମସ୍ତେ ନିଜ ଇଣ୍ଟରେଷ୍ଟ ହବାର ନେଇଛନ୍ତି। ଯଦି ଆପଣ ଆସିବେ ମଧ୍ୟ ଆସିପାରିବେ, ଜିନିଷ ଚାଖି ପାରିବେ, ଠିକ ଲାଗିଲେ ମେସିନ୍ ନେବେ, ନା ଦେଖିକି ଯାଇପାରିବେ। ଯଦି ଦରକାର ଅଛି ଡିସପ୍ଲେ ନମ୍ବର ଦିଆଯାଇଛି କଲ୍ କରି ଆସିବେ।